ମୁଁ ଛୋଟବେଳୁ ଶିଖୁଥିଲି ଆଜ୍ଞା ଗୀତ। ତାପରେ ସ୍କୁଲ ଟାଇମରେ ଶାସ୍ତ୍ରୀୟ ସଙ୍ଗୀତ ମଧ୍ୟ ଶିକ୍ଷା କରୁଥିଲି। ଆ, ସଙ୍ଗୀତ ଛୋଟବେଳୁ ହିଁ ଏମିତି ଗାଇବା ସ୍କୁଲ ଫଙ୍କସନ୍ସ ହେଲା ବା କିଛି ପ୍ରତିଯୋଗିତା ହେଲା ଏମିତି ଚାଲିଥିଲା ଛୋଟବେଳୁ। ନା ପରିବାରରେ ସେମିତି କେହି ସଙ୍ଗୀତର ତାଲିମ ନେଇନାହାନ୍ତି କିନ୍ତୁ ସମସ୍ତେ ଗାଇ ପାରନ୍ତି। ମାନେ ଉଣା ଅଧିକ ସମସ୍ତେ ଗାଆନ୍ତି ଗୀତ। ବାପା ତ ମୋର 2008 ମସିହାରେ ବାପାଙ୍କର ଦେହାନ୍ତ ହେଇଥିଲା। ଆଉ ଘରେ ମୋ ମା, ପିଉସୀ ଆଉ ମୁଁ, ଆମେ 3 ଜଣ। ଥ୍ରୋଟ୍ ଇନଫେକ୍ସନ ଅଛି, ଡକ୍ଟର ଟିକେ ମନା କରିଛନ୍ତି ତ ଖାଇବା ପାଇଁ। ଥ୍ରୋଟ୍ ଇନଫେକ୍ସନ 3-4 ଦିନ ହେଇଯିବ ମତେ। ଲକ୍ଷେ ଶାଳ ଗ୍ରାମ ବିଞ୍ଚା ବେଦୀକୁ ଛାଡ଼ି ରଥାରୂଢ଼ ହେଉଛି ମୋ କଳା ଶ୍ରୀ ହରି। ଜୟ ଜଗନ୍ନାଥ କହି ଦୁଇ ହାତ ଟେକି ଦେଇ ମନ ପ୍ରାଣ ମିଶି ଯାଉ ମହାଯାତ୍ରାରେ। ମୋ ଜଗା କାଳିଆରେ, ମୋ ଜଗା କାଳିଆରେ, ମୋ ଜଗା କାଳିଆରେ କାଳିଆରେ। ଜୟ ଜଗନ୍ନାଥ। କଷ୍ଟ ମାନେ ଗୀତ ଗାଇବା ପାଇଁ ସେମିତି କଷ୍ଟ ତ ସେମିତି କିଛି ନାହିଁ, ନର୍ମାଲ ଗୀତ ଯେମିତି ଗାଇବା ପାଇଁ। ଅନ୍ୟାନ୍ୟ ଗୀତ ମଧ୍ୟ ଗାଇଛି। ଭଜନ କହିଲେ ବି ଅନ୍ୟାନ୍ୟ ଭଜନ ବି ବହୁତ ଗାଇଛି, ଆଉ ଆଧୁନିକ ଗୀତ ମଧ୍ୟ ଗାଇଛି। ଚଳଚ୍ଚିତ୍ର ମାନଙ୍କର ବି ଗୀତ ଗାଇଛି। ଆଧୁନିକ ଗାଇଛି ଆଜ୍ଞା। ଏବେ ବର୍ତ୍ତମାନ ସମୟରେ କାଚ ଆଇନା ଗୋଟେ ଆଧୁନିକ ଗୀତ, ଯାହାକୁ ଲୋକମାନଙ୍କର ଭଲ ପାଇବା ମିଳିଛି। ନା ସେମିତି ସାଙ୍ଗମାନେ ତ କିଛି କୁହନ୍ତିନି, ଯେହେତୁ ସବୁବେଳେ ମିଶୁଛନ୍ତି, କିନ୍ତୁ ଏନକରେଜ କରନ୍ତି। ଲକ୍ଷ୍ୟ କଣ, ଯାହା ମହାପ୍ରଭୁଙ୍କ ଇଚ୍ଛା ଅଛି ଆଜ୍ଞା। କାହିଁକିନା ଯାହା ହେଇଛି କିଛି ଆମ ଇଚ୍ଛାରେ ହେଇନି, ମହାପ୍ରଭୁଙ୍କ ଇଚ୍ଛାରେ ସବୁ ହେଇଛି। ଯାହା ସେ ଲେଖିଥିବେ ତାହା ହବ। ବଡ ସିଙ୍ଗର ବୋଲି ତ କହିବିନି, କିନ୍ତୁ ଏତିକି କହିବି ଯେ ଯଦି ଭଗବାନ ଗୀତ ଗାଇବା ପାଇଁ ସେତିକି ସକ୍ଷମ ବନେଇଛନ୍ତି, ଆ, ଯେତେ ପର୍ଯ୍ୟନ୍ତ ଗାଇ ପାରୁଛି ଗାଉଥିବି, ଶ୍ରୋତା ମାନଙ୍କୁ ଖୁସି କରୁଥିବି। ଆଉ ସମସ୍ତଙ୍କର ଆଶୀର୍ବାଦ ଆଉ ଭଲ ପାଇବା ଟିକେ କମେଇବି, ଆଉ ଏତିକି ଲକ୍ଷ୍ୟ, ଆଉ କିଛି ଲକ୍ଷ୍ୟ ନାହିଁ।